ଖ୍ରୀଷ୍ଟରେ ପ୍ରିୟ ଭାଇ ଏବଂ ଭଉଣୀମାନଙ୍କୁ ପ୍ରଭୁ ଯୀଶୁଙ୍କର ବହୁମୂଲ୍ୟ ନାମରେ ମୋର ଆନ୍ତରିକ ନମସ୍କାର। ତେବେ ଥମ୍ବନେଲ୍ ଦେଖିକି ଆପଣ ଜାଣିସାରିଥିବେ ଆମେମାନେ କେଉଁ ବିଷୟକୁ ନେଇକି ଆମେମାନେ ଆଲୋଚନା କରୁଅଛୁ। ଏ ଭିଡ଼ିଓଟା ଖାସ୍ କରି ସେମାନଙ୍କ ନିମନ୍ତେ ଯେଉଁମାନେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ କଣ୍ଟା ପିଟା ବୋଲି କହିକି ଥଟ୍ଟା ପରିହାସ କରନ୍ତି। ଏ ଭିଡ଼ିଓଟି ଖାସ୍ କରି ସେମାନଙ୍କ ନିମନ୍ତେ। ଆଉ ଆଜିର ମୁଖ୍ୟ ବିଷୟବସ୍ତୁ ହେଉଛି କଣ୍ଟା ପିଟା ଭର୍ସେସ୍ ତୀର ମରା। ପ୍ରକୃତରେ ଘଟଣା କ'ଣ ଆଜିର ଭିଡ଼ିଓରେ ଆମେମାନେ ଜାଣିବା। କଣ୍ଟା ପିଟା ଭର୍ସେସ୍ ତୀର ମରା। ଆପଣମାନେ ଜାଣିଥିବେ ଯେ ଖ୍ରୀଷ୍ଟିଆନ ବିରୋଧୀମାନେ ଖ୍ରୀଷ୍ଟିଆନିଟିକୁ ନିଚା ଦେଖାଇବା ପାଇଁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ସେମାନେ କଣ୍ଟା ପିଟା ବୋଲି କହନ୍ତି। ତେବେ ଆମର ଅନେକ ଭାଇ ଭଉଣୀମାନେ ଅଛନ୍ତି, ସେମାନେ ମଧ୍ୟ ଭଲରେ ଦିଅନ୍ତି, ଭଲରେ ଜବାବ ଦିଅନ୍ତି ଖ୍ରୀଷ୍ଟିଆନ ବିରୋଧୀମାନଙ୍କୁ। ଆଉ ସେମାନେ ଶ୍ରୀକୃଷ୍ଣଙ୍କୁ ତୀର ମରା ବୋଲି କହନ୍ତି। ଆଉ ସେମାନଙ୍କୁ ଗୋଟେ ପ୍ରଶ୍ନ, ଯଦି ତୁମେମାନେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ କଣ୍ଟା ପିଟା ବୋଲି କହୁଛ, ଆମେ ନିହାତି ତୀର ମରା ବୋଲି କହିବୁ। ତୁମର ସିଦ୍ଧାନ୍ତ ଏଇଆ ଯେ ପ୍ରଭୁ ଯୀଶୁଖ୍ରୀଷ୍ଟକୁ ତ ଲୋକମାନେ କଣ୍ଟା ପିଟିକି ମାରିଦେଲେ, ସେ କେମିତି ଈଶ୍ୱର ହୋଇପାରିବେ? ସେମ୍ ସିଦ୍ଧାନ୍ତ ମୋର ବି ରହିଅଛି। ମୋର ମଧ୍ୟ ସେମ୍ ପ୍ରଶ୍ନ। ତୁମ କୃଷ୍ଣକୁ ଜାରାସବର ଗୋଟେ ତୀରରେ ମାରିଦେଲା, ତେବେ ସେ କେମିତି ଈଶ୍ୱର ହୋଇପାରିବ? ବିଲକୁଲ ନୁହେଁ। ଆଉ ଅନେକ ଅନ୍ଧଭକ୍ତମାନେ ଶାସ୍ତ୍ର ତ ପଢ଼ନ୍ତି ନାହିଁ, କିନ୍ତୁ ସେମାନେ ଦାବି କରନ୍ତି ଯେ ଶ୍ରୀକୃଷ୍ଣ ନିଜେ କହିଛନ୍ତି ସେ ଈଶ୍ୱର ଅଟନ୍ତି ବୋଲି। ଆଉ ସେମାନେ ଯେଉଁ ରେଫରେନ୍ସ ଦିଅନ୍ତି, ସେ ରେଫରେନ୍ସକୁ ମୁଁ ଭଲ ଭାବରେ ଯାଞ୍ଚ କଲି, କିନ୍ତୁ ସେଇ ଭିତରେ ଈଶ୍ୱର ଶବ୍ଦ ମୁଁ ପାଇଲି ନାହିଁ। ଆଉ ସେମାନେ କହନ୍ତି ନାଇଁ ନାଇଁ, ଶ୍ରୀକୃଷ୍ଣ କହିଛନ୍ତି ମୁଁ ହିଁ ଆରମ୍ଭ, ମୁଁ ହିଁ ଶେଷ, ତା'ର ଅର୍ଥ ହେଉଛି ମୁଁ ହିଁ ଈଶ୍ୱର। ତେବେ ଆମର ଯଦି ପବିତ୍ର ଧର୍ମଶାସ୍ତ୍ର ବାଇବେଲକୁ ଦେଖିବା, ବାଇବେଲ ମଧ୍ୟ ପ୍ରଭୁ ଯୀଶୁଖ୍ରୀଷ୍ଟ କହିଲେ ମୁଁ ଆରମ୍ଭ, ମୁଁ ହେଉଛି ଶେଷ। ତା ମାନେ ଆମେ ବି ଦାବି କରିପାରିବୁ ଯେ ପ୍ରଭୁ ଯୀଶୁଖ୍ରୀଷ୍ଟ କହିଲେ ମୁଁ ହିଁ ଈଶ୍ୱର। କିନ୍ତୁ ପ୍ରିୟ ବନ୍ଧୁଗଣ, ଆପଣଙ୍କୁ ଗୋଟେ କଥା ମୁଁ କହି ରଖୁଛି, ପ୍ରଭୁ ଯୀଶୁଖ୍ରୀଷ୍ଟ ନିଜେ ହିଁ କହିଛନ୍ତି ମୁଁ ହେଉଛି ଈଶ୍ୱର। ଆଉ ଯଦି ଆପଣ ଜାଣିବା ପାଇଁ ଚାହୁଁଛନ୍ତି, ତେବେ ଯୋହନ ଲିଖିତ ସୁସମାଚାର ଆପଣ ପଢ଼ନ୍ତୁ, ପୁରା ସମ୍ପୂର୍ଣ୍ଣ ପଢ଼ନ୍ତୁ। ଆଉ ସେଇଠାରେ ହିଁ ଆପଣଙ୍କୁ ଉତ୍ତର ମିଳିଯିବ। ପ୍ରଭୁ ଯୀଶୁ କହିଲେ ମୁଁ ହେଉଛି ଈଶ୍ୱର, ପୁରା ଡାଇରେକ୍ଟ କହିଛନ୍ତି ମୁଁ ହେଉଛି ଈଶ୍ୱର। ତେବେ ଖ୍ରୀଷ୍ଟରେ ପ୍ରିୟ ଭାଇ ଭଉଣୀମାନେ, ଏମିତି ଆହୁରି ବି ଅନେକ ଖ୍ରୀଷ୍ଟିଆନ ବିରୋଧୀମାନେ ଅଛନ୍ତି, ଯେଉଁମାନେ ଆହୁରି ତାତ୍ସଲ୍ୟ କରିକି, ଆହୁରି ଥଟ୍ଟା ପରିହାସ କରିକି ସେମାନେ କହନ୍ତି ଯେ ଯୀଶୁ 4 କିଳାରେ ମରିଗଲେ। ମାନେ କେମିତିକା ଭାଷା ଦେଖନ୍ତୁ। ଆମେ ବି ସେମାନଙ୍କୁ ସେମ୍ ଭାଷା ଆମେମାନେ ୟୁଜ୍ କରିବା। ଯଦି ଯୀଶୁ 4 କିଳାରେ ମଲେ, ତୁମ କୃଷ୍ଣ ଗୋଟେ କିଳାରେ ମରିଗଲା କେମିତି? ଜାରାସବର ଗୋଟେ କିଳାରେ କେମିତି ମାରିଦେଲା? ମାନେ ଗୋଟେ ତୀରରେ କେମିତି ମାରିଦେଲା? ଆଉ ସେ ତ ମରିବା କଥା ନୁହେଁ। ଏମିତି ଅନେକ ଅଛନ୍ତି ଯେଉଁମାନେ କହନ୍ତି ନା ନା, କୃଷ୍ଣ ଯିଏ ଯୀଶୁ ସିଏ। କିନ୍ତୁ ଏଇ ଯୁକ୍ତିକୁ ମଧ୍ୟ ଆମେମାନେ ସମ୍ପୂର୍ଣ୍ଣ ରୂପେ ଖଣ୍ଡନ କରିବା। ଯୀଶୁ ଯିଏ, କୃଷ୍ଣ ସିଏ ହୋଇପାରିବେ ନାହିଁ। କାହିଁକି ହୋଇପାରିବେ ନାହିଁ? ତା'ର ମଧ୍ୟ କାରଣ ରହିଅଛି। ଦେଖନ୍ତୁ, ପ୍ରଭୁ ଯୀଶୁଖ୍ରୀଷ୍ଟ ଏବଂ ଶ୍ରୀକୃଷ୍ଣଙ୍କ ମଧ୍ୟରେ ବହୁତ କିଛି ଅନ୍ତର ରହିଅଛି, ବହୁତ କିଛି ପାର୍ଥକ୍ୟ ରହିଅଛି। ସେ ପାର୍ଥକ୍ୟ ଗୁଡ଼ିକ ମଧ୍ୟରୁ ଦୁଇଟି ସବୁଠାରୁ ବଡ଼ ବଡ଼ ଡିଫରେନ୍ସ ରହିଅଛି, ପାର୍ଥକ୍ୟ ରହିଅଛି। ପ୍ରଥମ ପାର୍ଥକ୍ୟ ହେଉଛି, ତେବେ ଶ୍ରୀକୃଷ୍ଣ ଏବଂ ପ୍ରଭୁ ଯୀଶୁଙ୍କ ମଧ୍ୟରେ ଯେଉଁ ବୃହତ୍ ପାର୍ଥକ୍ୟ ରହିଅଛି, ଯେଉଁ ଦୁଇଟି ବଡ଼ ବଡ଼ ପାର୍ଥକ୍ୟ ରହିଅଛି, ପ୍ରଥମ ପାର୍ଥକ୍ୟ ହେଉଛି ଶ୍ରୀକୃଷ୍ଣ, ଯଦି ତାଙ୍କ ଜୀବନକୁ ଆମେ ଦେଖିବା, ଶ୍ରୀକୃଷ୍ଣ ପୁରୁଷ ଏବଂ ନାରୀର ମିଳନରୁ ଜନ୍ମ ହୋଇଥିଲେ। ହଁ ପ୍ରିୟ ବନ୍ଧୁଗଣ, ଏଇଟା ହିନ୍ଦୁ ଧର୍ମଶାସ୍ତ୍ର ହିଁ ଲେଖା ଅଛି, ଯେଉଁଟା ଲେଖା ଅଛି ଦେବକୀ ଏବଂ ବାସୁଦେବ ଦୁଇ ଜଣଙ୍କ ମିଳନରେ
प्रभु जीशुख्रीष्ट जन्म हेले। किंतु जदि आम प्रभु जीशु जीवन देखा प्रभु जीशुख्रीष्ट पुरुष एवं नारीर मिलनरू बिल्कुल जन्म ही नथिले। बाइबल स्पष्ट रूपे प्रमाण दिए जे पवित्र आत्मा को शक्ति रे ही प्रभु जीशु जन्म हेले। आउ जदि आमे माने वैज्ञानिक प्रमाण मध्य देखिबा एई निमंते वैज्ञानिक प्रमाण मध्य रही अछि जे प्रभु जीशु ख्रीष्ट पुरुष एवं नारीर मिलनरू जन्म ही नथिले। आ तांको नाम से रॉन वेट से प्रमाण करथिले प्रभु जीशु ख्रीष्ट पुरुष एवं नारीर मिलनरू जन्म ही नथिले। तबे मोर गोटे प्रश्न, तबे कृष्ण एवं जीशु केमिति गोटे ही पारिबे? बिल्कुल भी नुहे। द्वितीय पार्थक्य होछि जदि आम कृष्ण के जीवन को देखिबा जेतेबेले ताहांकर मृत्यु हैला, मृत्यु पर श्रीकृष्ण सही शरीर नहीं कि आउ थरे पुनर्जीवित हो नाहांते। आउ किंतु जदि आम प्रभु जीशु जीवन को जदि आम देखिबा, प्रभु जीशु ख्रीष्ट मृत्युवरण कले, कबरसाई हेले एवं सही शरीर नहीं कि आउ थरे से मृत्यु पुनरुत्थित हेले, पुनर्जीवित हेले, जाकि इतिहास रे लिखित अछि, इतिहास रे लिपिबद्ध होई अछि। एक कथा सत्य एवं प्रमाण सिद्ध, सेतिबाई जीशु नाम इतिहास अच्छे। हाँ प्रिय बंधुगण, यह ही प्रभु जीशु ख्रीष्टकर ईश्वरत्व को सूचाए। प्रभु जीशु ख्रीष्ट ईश्वर थिले। बाइबल रे प्रभु जीशु ख्रीष्ट स्पष्ट रूपे कहते मु हूँ ईश्वर। जदि आपण जोहन लिखित सुसमाचार पढ़े आपण जानीपारे सेठी लेखा अच्छी जीशु कहले मु हूँ ईश्वर। जीशु निजे कहते से होउचंदी ईश्वर। तबे प्रिय बंधुगण, यह ही सत्यटा अटे, सत्य सत्य विषय अटे। एमिति जदि आम आलोचना करिबा आहुरी अनेक छोट छोट पार्थक्य सब रही अछि। जेमिति कि प्रभु जीशु सर्वज्ञानी थिले, सब जानी पारुथिले, किंतु कृष्ण नुहंते। आउ जदि आमे माने श्रीकृष्ण को जीवन को देखिबा, आउ जदि जीशु को जीवन देखिबा, तबे प्रभु जीशु ख्रीष्ट श्रीकृष्ण ठारो आहुरी अनेक चमत्कार करथिले। तांको शास्त्र लेखा अछि कृष्ण चमत्कार कले, किंतु प्रभु जीशु ख्रीष्टकर जेते चमत्कार सेति मध्यरु 37 माने 37 बड़ बड़ चमत्कार थिला। जदि आम आहुरी देखिबा, श्रीकृष्ण विवाह करथिले किंतु जीशु करि नथिले। तबे जीशु एवं कृष्ण एक केमिति हो पारिबे? बिल्कुल हो पारिबे नाही। दुई जन होचंती अलगा अलगा, कृष्ण अलगा, जीशु अलगा। जीशु को कृष्ण सहित तुलना कर नाही, समान कर नाही। समस्त नमस्कार। वीडियो भल लगी शेयर करंतु, चैनल को सब्सक्राइब करंतु। धन्यवाद।